ଜାଗର ବିଷୟରେ କିଛି କଥା ଆଲୋଚନା କରିବା। ଶିବରାତ୍ରି ବା ଜାଗର। ଜାଗର ଆମେ କାହିଁକି ପାଳନ କରିବା? ତିନୋଟି କାରଣ। ଗୋଟିଏ କାରଣ ହେଉଛି ଏହି ଦିନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ, ତାଙ୍କୁ ମନେ ପକାଇବା ପାଇଁ ଏହି ଦିନଟି ଆମେ ପାଳନ କରିବା। ଦ୍ୱିତୀୟ ହେଉଛି ସେ ପୃଥିବୀରେ ସେହିଦିନ ଜ୍ୟୋତିର୍ଲିଙ୍ଗ ରୂପେ ପ୍ରକାଶ ପାଇଥିଲେ। ତୃତୀୟ ହେଉଛି ସମୁଦ୍ରରେ ଯେତେବେଳେ ବିଷ ବାହାରିଲା, ଯେଉଁ ସମୁଦ୍ର ମନ୍ଥନ ହେଲା, ତାକୁ ସେହିଦିନ ହିଁ ଶିବ ପାନ କରିଥିଲେ। ଏ ତିନୋଟି କଥା ସକାଶେ ଆମେ ଜାଗର ପର୍ବ ପାଳନ କରିବା। 15/2/2026 ରବିବାର ଦିନ ତ୍ରୟୋଦଶୀ ସନ୍ଧ୍ୟା 5ଟା 5 ମିନିଟ୍। ତାପରେ ଚତୁର୍ଦ୍ଦଶୀ ଆସିବ। ଚତୁର୍ଦ୍ଦଶୀରେ ଜାଗର ପାଳନ ହୁଏ। ଶିବଙ୍କର କୋପେବର ନହେଲେ ତପେବର। ତେଣୁକରି ତାଙ୍କ ମହିମା କେହି ପଟାନ୍ତର ଦେଇପାରିବେ ନାହିଁ, କେହି ପୁଅ ନାହାନ୍ତି, ଦେଇପାରିବେ ନାହିଁ। ଅନାଦି ପୁରୁଷ ଶିବଙ୍କୁ 7ଟି ନାମ ପ୍ରଦାନ କରିଛନ୍ତି। ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ହେବା ଯୋଗୁଁ ନାମ ଦେଇଛନ୍ତି ମହାଦେବ। ମଣିଷର ଗର୍ବ ଦମ୍ଭ ହରଣ କରୁଥିବାରୁ ତାଙ୍କ ନାମ ହେଇଛି ହର। ସବୁ ପ୍ରାଣୀଙ୍କ କାଳ ହେତୁ ତାଙ୍କ ନାମ ମହାକାଳ। ସର୍ବଦା ଆନନ୍ଦିତ ହେଉଥିବାରୁ ତାଙ୍କ ନାମ ସଦାନନ୍ଦ। ସଭିଙ୍କ ମଙ୍ଗଳ କରୁଥିବାରୁ ନାମ ହେଲା ସଦାଶିବ। ଅଳ୍ପକେ ସନ୍ତୁଷ୍ଟ ରହୁଥିବାରୁ ଆଶୁତୋଷ। ଯିଏ ଅଭିଷେକ କରିବ ସେ ଶୁଣିବେ, ଯେ 5ଟା ବେଳପତ୍ର ଦେବ ସେ ବି ଶୁଣିବେ, ତେଣୁକରି ତାଙ୍କ ନାଁ ଆଶୁତୋଷ। ଶ୍ମଶାନବାସୀ ହେତୁ ତାଙ୍କ ନାମ ଭୂତପତି। ତାଙ୍କର ପ୍ରିୟ ଫୁଲ ହେଲା କ'ଣ ନା ଗୟସ, କଳା ଦୁଦୁରା, ଧଳା ଓ ନାଲି କନିଆରୀ ଫୁଲ, ଟଗର, ଚମ୍ପା ଓ ପଦ୍ମ ଫୁଲ। ବେଲପତ୍ର ବି ତା ସହିତ ରହିବ ପ୍ରିୟ। ଶିବରାତ୍ରି ଦିନ ବା ଜାଗର ଦିନ ଯେଉଁ ଭାଇ ଭଉଣୀମାନେ ସଂଗ୍ରହ କରିପାରିବେ, ଯେତେକ ଫୁଲଟିଏ ଶିବଙ୍କ ମୁଣ୍ଡରେ ଚଢ଼େଇବେ, ଯେ 100 ଜନ୍ମର ପୁଣ୍ୟ ଲାଭ କରିବେ। ଆସନ୍ତା 100 ଜନ୍ମର ସେ ପୁଣ୍ୟ ଲାଭ କରିବେ। ଆମ ଭାରତବର୍ଷରେ ଶିବ ପୂଜା ବହୁ ପ୍ରାଚୀନ ପୁରାତନ। ଶିବ ତାରକାସୁର, ମୟଦୈତ୍ୟ ଏବଂ ଜଳଧରକୁ ମାରିଥିବାର ପ୍ରମାଣ ବି ରହିଛି। ତେଣୁକରି ଆମେ କ'ଣ କରିବା ନା ଭୋକତିରେ ଶିବରାତ୍ରି କରେ ଯେଉଁ ଜନ, ତାର ପୁଣ୍ୟ କହିବାକୁ କେହେବ ଭାଜନ। ଚତୁର୍ଦ୍ଦଶୀ ଦିନ ଶିବଲିଙ୍ଗ ଦର୍ଶନ, ପାପ ଶୂନ୍ୟ ହୋଇଯାଏ କୈଳାସ ଭୁବନ। ଯିଏ ଭକ୍ତିରେ ଶିବରାତ୍ରି ଦିନ ଦୀପଟେ ଜାଳିକିରି ଉପାସରେ ରହିପାରିବ, ଯେଉଁମାନେ ରୋଗୀ ରହିବା ଆବଶ୍ୟକ ନାହିଁ, ଯେଉଁମାନଙ୍କ ସମ୍ବଳ ଅଛି ବଳ ଅଛି ସେମାନେ ରହିବା ଦରକାର, ତା'ର ପୁଣ୍ୟ ସେ ବହୁତ ପାଇବ। ଚତୁର୍ଦ୍ଦଶୀ ଦିନ ବିଶେଷ କରି ଜାଗର ଦିନ ଶିବଲିଙ୍ଗ ଦର୍ଶନ କରନ୍ତୁ ଏବଂ ନିଜର ଶରୀରକୁ ପାପ ଶୂନ୍ୟ କରନ୍ତୁ। ଯଦି କୋଶ୍ଚିନ୍ ଆସିବ ଯେଉଁ 100ଟା ଗୋରୁ ମାରିଛି ସେଦିନ କଲେ ମୁକ୍ତି ହେଇଯିବି, ସେମିତି ମୁଁ କହିପାରିବିନି। ଯେତିକି ଆବଶ୍ୟକ ପୁରାଣ ଶାସ୍ତ୍ର ଅନୁସାରେ ଆମର ହିନ୍ଦୁ ଧର୍ମର ବା ଆମ ଓଡ଼ିଶାବାସୀ ଶିବଙ୍କୁ ଭକ୍ତି କରିବା ନିହାତି ଆବଶ୍ୟକ। ପୁଣି ଦେଖିବା ପରବର୍ତ୍ତୀ ବାର୍ତ୍ତା।